नमः भगवते वासुदेवाय। श्रीकृष्ण गोविन्द हरि मुरारे, हे नाथ नारायण वासुदेव। जय जगन्नाथ जय जगन्नाथ जय जगन्नाथ। समस्त दिव्यात्म बंधवानु को कृष्ण रस विवास भक्त वृंद, राम रस विवास भक्त वृंद, ब्राह्मण देवता मातृशक्ति माँ मान को, साधु संत मान को, ब्रह्म मुहूर्तरी गोपाल नरोत्तम अनंत कोटि प्रणाम। आज्ञा ए संसार रे आज्ञा गुरु श्रेष्ठ और ब्राह्मण मानकर आशीर्वाद जीव प्रति आज्ञा महान आज्ञा मेडिसिन गोटे। एमानकर आशीर्वाद जदि थिव ए जीव आज्ञा ए भवमया संसार उच्च पदवी पाइब एवं मुक्ति पाइब। जय श्री कृष्ण गोविंद हरि मुरारी, हे नाथ नारायण वासुदेव प्रभु। तेरे आसंदु आज आम श्रवण करवा द्वितीय स्कंद भागवत। जय श्री कृष्ण। आज्ञा द्वितीय स्कंदर सुखदेव भागवत कथा आरंभ होइछे। परीक्षितंकर प्रश्न सुनी सुखदेव कहले, हे परीक्षित, तुमर प्रश्न अति उत्तम। मनुष्यर जहा किछि श्रवण स्मरण और कीर्तन करिवार विषय अछि, तहिरो कृष्ण लीला ही होछि श्रेष्ठ। तेबे गृहस्थ माने सर्वदा गृहासक्त, सेमाने आत्मतत्व बा भगवत विषय किछि जानती नहीं। सेमानंकर आयु वृथारे कटि जाउछि। रात्रिर आयु निद्रा वा स्त्री प्रसंग रे कटि जाउछि। ओ दिवसरु आयु धनोत्पादन वा कुटुंब भरण पोषण रे कटि जाउछि। तेबे भागवतर आज्ञा प्रत्येक श्लोकर आज्ञा रहस्य अति सुंदरमय। तेबे आसंतु श्रवण करिवा कौन कहते। आमर मूल संस्कृत भागवत ए भारत वर्ष रे जेकि आज्ञा हो भगवान व्यास भागवत को रचना कले, आज्ञा सुखदेव द्वारा हो प्रचार करागला। तेबे आज्ञा यही भागवत को पुणी आमर ओडिया कवि जड़े आसिले अति बड़ी जगन्नाथ दास। आज्ञा ताको ये भारतर प्रत्येक घरे घरे आज्ञा भागवत को बांटिले। तेबे तांकरी पादपद्म की मध्य अनंत कोटि प्रणाम। आसंतु श्रवण करिया। निद्रयारियतं व्यवायनि च भावय, दिवतर्थया राजान कुटुम्बहारणेन वा। गोविंद 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 पदुगाळ जीव करन्न, निसाहर हे अर्थ वेळा, निद्रा वधू संगमेळ, दिवसे अर्थ चिंता कुळ, कुटुंब भूषणे विगळ, अर्थ ईशो येणीनाश, निरते सुख दुःखी प्रसा। गोविंद 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 पदुगळोछि मकरन्न। जय श्री कृष्ण। आया संसार रे जो मानू निजर कुआ जाए
ଯଥା ନିଜର ଦେହ ଆଉ ନିଜର ସନ୍ତାନ ଓ ସ୍ତ୍ରୀ ପ୍ରଭୃତି ସବୁ ତୁଚ୍ଛ ଅସତ୍ୟ ମଣିଷ ସେମାନଙ୍କର ପାଇଁ ସଦା ପାଗଳ ଆଉ ମନୁଷ୍ୟ ଭଗବତ ଭକ୍ତିରେ ମନ ନ ବଳାଇ ଦେହ ଗୃହାଦି ଅସତ ବସ୍ତୁରେ ମନ ବଳାଉଛି। ତେଣୁ ହେ ଭରତ ବଂଶଜ ଅଭୟ ଇଚ୍ଛା କରୁଥିବା ମଣିଷ ବୃକ୍ଷରେ ସର୍ବାତ୍ମା ସର୍ବେଶ୍ୱର ଭଗବାନ ଗୋବିନ୍ଦଙ୍କ କଥା ହିଁ ଶ୍ରବଣ ଆଉ କୀର୍ତ୍ତନ ଆଉ ସ୍ମରଣ କରିବା ଉଚିତ। ଆଜ୍ଞା ବାରମ୍ବାର ସବୁଦିନେ ବି ମୁଁ ଏଇ କଥା କହେ, ଆଜ୍ଞା ଭଗବାନଙ୍କର ନାମକୁ ଆଜ୍ଞା ଶ୍ରବଣ ଆଉ ଚିନ୍ତନ ଆଉ ପ୍ରଚାର କରିବା। ଆଜ୍ଞା ଯେଉଁଠି ବସିବା ଆମର ସତ୍ସଙ୍ଗ ଦ୍ୱାରା ଭଗବାନଙ୍କ ନାମକୁ ପ୍ରଚାର କରିବା, ଆଲୋଚନା କରିବା। ଯେ ପଣ୍ଡିତମାନଙ୍କ ପାଖରେ ବସିଲେ ଭଗବାନଙ୍କର ନାମ କେବଳ ହେଉଛି ଆଲୋଚନା ରଖିବା। ଗୃହସ୍ଥା ଧର୍ମରେ ଆମର ଯେ ପରିବାର ଭିତରେ ଯଦି ଭଗବାନ ନାମକୁ ଆଜ୍ଞା ପରିବାର ଭିତରେ ସମସ୍ତଙ୍କୁ ଆଜ୍ଞା ମନ୍ଦିରର ଭୋଗ ରୂପେ ଆମେ ଯଦି ବାଣ୍ଟନ୍ତି ସବୁଦିନ, ତେବେ ଆଜ୍ଞା ଏ ପରିବାର ସବୁଦିନ ଆଜ୍ଞା ଶାନ୍ତିର ଅମୃତର ପ୍ରୀତି ପାଇବ ଆଜ୍ଞା ନିଶ୍ଚୟ। ଆଜ୍ଞା ଆପଣମାନେ ଦେଖନ୍ତୁ ଆଜ୍ଞା ସମସ୍ତେ ଘରେ ଘରେ ଭାଗବତକୁ ନେଇକି ପଢ଼ନ୍ତୁ, ଭାଗବତ ବ୍ରହ୍ମଙ୍କୁ ପୂଜା କରନ୍ତୁ, ଆଉ ତାଦ୍ୱାରା ଆପଣଙ୍କ ଘରର କେତେ ଶାନ୍ତି ଶୃଙ୍ଖଳା ଆଜ୍ଞା ଫେରିଆସିବ ଆଜ୍ଞା ଦେଖନ୍ତୁ ଥରେ ମାତ୍ର। ତେବେ ପୁଣି କ'ଣ କହୁଛନ୍ତି, ଏ ତସ୍ମାଦ ଭାରତ ସର୍ବାତ୍ମା ଭଗବାନେଶ୍ୱର ହରେ ଶ୍ରୋତବ୍ୟଃ କୀର୍ତିତବ୍ୟଂଶ୍ଚ ସ୍ୱାର୍ଥଭ୍ୟଶ୍ଚ ସଦାହ୍ୟମ୍। ଏଣୁ ସଂସାର ଭାବତେ ଯେ ଆତ୍ମାର ଗତି ଜିତେ ଯେ ହରି ସର୍ବ ଘଟି ପୁରେ ନିଲୋପ ବାହ୍ୟ ଆଭ୍ୟନ୍ତରେ ତାର ମହିମା ଶୁଣି କର୍ଣ୍ଣେ ନାମକୁ ଚାରିବଦନେ ସ୍ମରଣ করে হৃদগতে দেবী অভয় ইচ্ছা চিতে। হরে গোলা জয় শ্রীকৃষ্ণ গোবিন্দ হরে মুরারি। ନମସ୍ତେ ଆଜ୍ଞା। ମନୁଷ୍ୟ ଜନ୍ମର ଏକମାତ୍ର ଲାଭ ହେଲା ଦେହାନ୍ତ ସମୟରେ ଭଗବାନଙ୍କ ସ୍ମୃତି। ଏହା ଭକ୍ତି ସହିତ ସ୍ୱଧର୍ମାନୁଷ୍ଠାନ ସାଂଖ୍ୟ ଯୋଗ ଓ ଅଷ୍ଟାଙ୍ଗ ଯୋଗ ଦ୍ୱାରା ସମ୍ଭବ। ହେ ରାଜନ, ଯେଉଁ ମୁନିମାନେ ବିଧି ନିଷେଧରେ ଅତୀତ ହୋଇ ସଂସାରର କର୍ମରୁ ପ୍ରାୟ ନିବୃତ୍ତ ହୋଇଛନ୍ତି, ସେମାନେ ମଧ୍ୟ ଶ୍ରୀହରିଙ୍କ ଲୀଳା ଶ୍ରବଣ ଓ କୀର୍ତ୍ତନରେ ପରମାନନ୍ଦ ଲାଭ କରନ୍ତି। ମୁଁ ଏବେ ଯେଉଁ ପୁରାଣ କହିବାକୁ ଯାଉଛି ତାହା ଭାଗବତ ନାମ ପୁରାଣ ଏବଂ ପରମ ବ୍ରହ୍ମ ଶ୍ରୀକୃଷ୍ଣଙ୍କର ତୁଲ୍ୟ। ଆଉ ଦ୍ୱାପର ଯୁଗର ଶେଷ ଭାଗରେ ମୋର ପିତା ବ୍ୟାସଦେବଙ୍କ ନିକଟରୁ ମୁଁ ଏହି ପୁରାଣ ଅଧ୍ୟୟନ କରିଥିଲି। ଆଜ୍ଞା କିଏ କହୁଛନ୍ତି ନା ପରୀକ୍ଷିତ ମହାରାଜକୁ ଶୁକମୁନି କହୁଛନ୍ତି। ତେବେ କ'ଣ କହୁଛନ୍ତି ଆଜ୍ଞା ଆସନ୍ତୁ ଶ୍ରବଣ କରିବା। ଏ ଭାଗବତ ଧର୍ମ ବାଣୀ ବ୍ରହ୍ମ ମାନେ ପରିମାଣୀ ଦ୍ୱାପର ଯୁଗ ଆଦ୍ୟ କାଳେ ମୁଁ ଯେ ଅନେକ ଶିଷ୍ୟ ମିଳେ ମୋର ଜନକ ବ୍ୟାସ ମନେ ମୁଇଁ ତାହାଙ୍କ ଶିକ୍ଷା ଘେନି। ଆଜ୍ଞା ପରୀକ୍ଷିତକୁ କହୁଛନ୍ତି କି ନା ଭଗବାନ ବ୍ୟାସ ଆଜ୍ଞା ଶ୍ରବଣ କରୁଛନ୍ତି। ହେ ରାଜର୍ଷି ପରୀକ୍ଷିତ, ମୋ ଜନ୍ମରୁ ବ୍ରହ୍ମରେ ଅଧିଷ୍ଠିତ ହେଲେ ମଧ୍ୟ ଏ ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟ ଲୀଳାରେ ଆକୃଷ୍ଟ ହୋଇ ଭାଗବତ ଅଧ୍ୟୟନ କଲେ। ତୁମେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ହୋଇଥିବାରୁ ତୁମକୁ ମୁଁ ଏହି ଭାଗବତ ପୁରାଣ ଶୁଣାଇବି। ସାଧକ କର୍ମଯୋଗୀ ଜ୍ଞାନ ଯୋଗୀ ବା ପ୍ରେମ ଭକ୍ତି ମତ ସାଧକ ଏମାନଙ୍କ ପାଇଁ ଶ୍ରୀହରିଙ୍କ ନାମ କୀର୍ତ୍ତନ ଅଭୟ ଫଳଦାୟକ।
ଆଉ ବିଷୟ ଭୋଗରେ ପ୍ରମତ୍ତ ବ୍ୟକ୍ତି ଯଦି ଚିନ୍ତା କରେ ମୋ ଜୀବନର ବୃଥାରେ କଟି ଯାଉଛି ଓ ଶ୍ରୀହରିଙ୍କ ନାମ କୀର୍ତ୍ତନ କରେ, ତାହେଲେ ତାର କଲ୍ୟାଣ ସାଧିତ ହୁଏ। ଆଉ ରାଜର୍ଷି ଖଟାଙ୍ଗ ନିଜ ଆୟୁର ପରିମାଣ ମୁହୂର୍ତ୍ତଟିଏ ଅଛି ଜାଣି ସେହି ସମୟ ମଧ୍ୟରେ ସମସ୍ତ ବିଷୟ ସୁଖ ପରିତ୍ୟାଗ କରି ଶ୍ରୀହରିଙ୍କର ଅଭୟ ଚରଣ ଆଶ୍ରୟରେ ଆଜ୍ଞା ଗ୍ରହଣ କରିଥିଲେ। जय श्री कृष्ण गोविंद हरि मुरारी। हे नाथ नारायण वासुदेव। हे विश्व जगत गुरु जगत ठाकुर जगत नारायण दीनबंधु दयाल ठाकुर। हे कृपा सिंधु दयार सागर प्रभु। हे वेद पुरुष, हे पुराण पुरुष, हे सच्चिदानंद महापुरुष प्रभु, आपणଙ୍କ कमल पाद पद्मरे ब्रह्म मुहूर्त्तरे प्रभु गोपाल नरोत्तमर अनंत कोटि प्रणाम। प्रभु मु एतेकी आपणଙ୍କ भिक्षा मागुची, आपणଙ୍କ से श्री पद्म चरण रे भिक्षा मते प्रभु दियो। ये विश्व को प्रभु आपण रक्षा करंतु, कारण ये विश्व प्रभु आपणଙ୍କର सृष्टि। साधु संत मान को रक्षा करंतु, भक्त मान को रक्षा करंतु प्रभु, जीव जगत को प्रभु रक्षा करंतु। आओ समस्त शरीर रे पवित्र सुज्ञान भक्ति ज्ञान वैराग्य ज्ञान प्रभु आपण बांटंतु। जय श्री कृष्ण।